ମା ହେଉଛି ଅମୃତମୟୀ, ଶୀତଳ ତାରି ଛାଇ। ମୁଁ ତାକୁ ବର୍ଣ୍ଣନା କରିପାରିବିନି। ତା ପାଇଁ ମୁଁ ବା ଆଜି କ'ଣ ଲେଖିବି? ମା ନିଜେ ଗୋଟେ ବହି, ଯାହାକି ସେ ମୋତେ ଲେଖିଛି। ମୁଁ ଏତିକି ଅନୁରୋଧ କରୁଛି ଯୁବପିଢ଼ିମାନଙ୍କୁ, ବାପା ମାଆଙ୍କୁ ଅବହେଳା କରନ୍ତୁ ନାହିଁ। ନମସ୍କାର, ମୁଁ ରୀନା ସାମଲ ସ୍ୱାଗତ କରୁଛି ମୋ ଚ୍ୟାନେଲ ପ୍ରୀତିର ମହକକୁ। କବିତା ଏ ହେଉଛି ମୋର ନିଜସ୍ୱ ଲେଖା। ଭଲ ଲାଗିଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରିବାକୁ ଭୁଲିବେନି। କବିତାର ଶୀର୍ଷକ ଅମୃତମୟୀ ମା। କବାଟ ବାଡ଼ଇ ଡାକଇ ମାଟି, ବାସି ତୋରାଣି ମୁନ୍ଦିଏ ପାଇଁ। କବାଟ ବାଡ଼ଇ ଡାକଇ ମାଟି, ବାସି ତୋରାଣି ମୁନ୍ଦିଏ ପାଇଁ। 2 ଦିନ ହେଲା ପାଣି ମୁଁ ପିଇନି, ତୋ ଲାଗି ଉପାସ କରି। 2 ଦିନ ହେଲା ପାଣି ମୁଁ ପିଇନି, ତୋ ଲାଗି ଉପାସ କରି। ସାନ ବୋହୂ ଆସି କହୁଅଛି ମୋତେ, ଆଜି ବି ଉପାସ ରଖ। ଦେହ ହାତ ମୋର ଥରି ଯାଉଛି, ପାଟି ମୋର ଆଜି ଖନି ମାରୁଛି। କିପରି କରିବି ଉପାସ ମୁହିଁ? 2 ଦିନ ହେଲା ଖାଇନି କିଛି, ଶୋଷରେ ମୋ ତଣ୍ଟି ଶୁଖି ଯାଉଛି। ପେଟ ମୋର ଛଟ ପଟ ହେଉଛି, କିପରି କରିବି ଉପାସ ମୁହିଁ? ବଡ଼ ପୁଅ କହେ ସ୍ତ୍ରୀ ମୋହର, ଉଠଇ ଦିବା 10ଟା ବେଳ। ଖାଇବାକୁ ମାଗୁ ତୁ ଚଞ୍ଚଳ, କିପରି ମୁଁ ଦେବି କହ ଏଥର? ମା କହେ ସାନ ପୁଅ ପାଖକୁ ଯାଇ, ଭୋକରେ ମୁଁ ଛଟପଟ ହେଉଛି, ମୁନ୍ଦିଏ ତୋରାଣି ଦେରେ ମୋତେ। ମା କହେ ସାନ ପୁଅ ପାଖକୁ ଯାଇ, ଭୋକରେ ମୁଁ ଛଟପଟ ହେଉଛି, ମୁନ୍ଦିଏ ତୋରାଣି ଦେରେ ମୋତେ। ପୁଅ କହେ ଆମେ ପିଜା ମଗାଇ ଫ୍ରିଜରେ ରଖିଛୁ ଖାଇବା ପାଇଁ। ମୁନ୍ଦିଏ ତୋରାଣି ଦେବି କୋଉଠୁ? ନାଟକ ନ କରି ଯା ଏଉଠୁ। ଡହଳ ବିକଳ ହୋଇ ମାଟି, ଭୋକରେ ଛଟପଟ ହୋଇ ଗଡ଼ି ଯାଉଛି। ବିକଳ ସେ କାନ୍ଦେ କଇଁ କଇଁ ହୋଇ, ଭାଗ୍ୟକୁ ଦିଏ ଦୋଷ। ବିକଳ ସେ କାନ୍ଦେ ହୋଇ କଇଁ କଇଁ, ଭାଗ୍ୟକୁ ଦିଏ ଦୋଷ। ଘରର ଇଜ୍ଜତ ନ ଯିବା ପାଇଁ, ଦୁଆରୁ ଗୋଡ଼ ନ କାଢ଼ଇ ସେହି। ଘରର ଇଜ୍ଜତ ନ ଯିବା ପାଇଁ, ଦୁଆରୁ ଗୋଡ଼ ନ କାଢ଼ଇ ସେହି। ଫଟା କପାଳକୁ ମାଟି ନିନ୍ଦେ, ଗୋରୁ କୁଣ୍ଡେ ଯାଇ ତୋରାଣି ପିଏ। ଫଟା କପାଳକୁ ମାଟି ନିନ୍ଦେ, ଗୋରୁ କୁଣ୍ଡେ ଯାଇ ତୋରାଣି ପିଏ। ଗୋରୁ ସାଙ୍ଗେ ମା ଗୋରୁ ହୋଇକି, ଢକ ଢକ କରି ତୋରାଣି ପିଇ ଯାଉଛି। କୁକୁରର ଜନ୍ମଦିନ କରିକି, ବଡ଼ ପୁଅ କାଟେ କେକ୍ ଆଣି। କୁକୁରର ଜନ୍ମଦିନ କରିକି, ବଡ଼ ପୁଅ କାଟେ କେକ୍ ଆଣି। ସ୍ୱାମୀ ସ୍ତ୍ରୀ ଖୁଆଖୁଇ ହେଇକି, ଆନନ୍ଦ ବିଭୋର ହୁଅନ୍ତି ସେହି। ମା ଶୋଇଥାଏ ଗୁହାଳ ଘରେ, ଗଦିରେ ଶୁଅଇ ଡଗି ତାହାର। ମା ଶୋଇଥାଏ ଗୁହାଳ ଘରେ, ଗଦିରେ ଶୁଅଇ ଡଗି ତାହାର। ପରଦିନ ଆସି ଦେଖନ୍ତି ସେହି, ମା'ର ଶବ ପଡ଼ି ରହିଛି।